Hello viewers, welcome to our YouTube channel GK Time GK80। ଆପଣମାନଙ୍କର ଅନୁରୋଧ କ୍ରମେ ଆସନ୍ତା 7 ସେପ୍ଟେମ୍ବର 2025ରେ ଯେଉଁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟର ଗୃହରକ୍ଷୀର ଲିଖିତ ପରୀକ୍ଷା ଦେବାର ଅଛି, ସେହି ପରୀକ୍ଷାରେ ଗୋଟିଏ କ୍ୱେଶ୍ଚିନ୍ ଆସିବ 5 ମାର୍କର, ଯାହାକି ଅଛି ଅନୁଚ୍ଛେଦ ପୁନଃଲିଖନ ବା ପାରାଗ୍ରାଫ ରିରାଇଟିଂ। ଏହାର ଅର୍ଥ କ'ଣ, ଏହା କେମିତି କରିବୁ ବୋଲି ମୋତେ କିଛି ଜଣ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇଥିଲେ। ତ ତାହାର ଏକ୍ସପ୍ଲାନେସନ୍ ମୁଁ ଦେଇଦେଉଛି ଗୋଟିଏ ଉଦାହରଣ ମାଧ୍ୟମରେ ଯେ ଏହି ଅନୁଚ୍ଛେଦ ପୁନଃଲିଖନ କ'ଣ ଅଟେ, ଏହା ଆମେ କିପରି ଲେଖିବା। ଆମେ ପ୍ରଥମେ ଜାଣିବା ଯେ ଅନୁଚ୍ଛେଦ ପୁନଃଲିଖନ କ'ଣ। ମୁଁ ତୁମକୁ ଅତି ସହଜିଆ ଭାବରେ ବୁଝାଇ ଦେଉଛି ଅନୁଚ୍ଛେଦ ପୁନଃଲିଖନ କ'ଣ। ଦେଖ, ଅନୁଚ୍ଛେଦ ପୁନଃଲିଖନ କହିଲେ ଏକ ବିଦ୍ୟମାନ ଅନୁଚ୍ଛେଦର ସ୍ପଷ୍ଟତା, ପଠନୀୟତା ଏବଂ ସାମଗ୍ରିକ ପ୍ରଭାବକୁ ଉନ୍ନତ କରିବା ପାଇଁ ପୁନଃବାକ୍ୟାଂଶ କିମ୍ବା ପୁନଃଗଠନ ପ୍ରକ୍ରିୟାକୁ ଅନୁଚ୍ଛେଦ ପୁନଃଲିଖନ ବୋଲି କୁହାଯାଏ। ଏକ ବିଦ୍ୟମାନ ଅନୁଚ୍ଛେଦ ବା ଗୋଟେ ଅରିଜିନାଲ ପାରାଗ୍ରାଫ ତୁମକୁ ଯେନ୍ଟାକି କ୍ୱେଶ୍ଚିନ୍ରେ ଆସିଥିବା, ତାହାର ସ୍ପଷ୍ଟତା କେମିତି ସ୍ପଷ୍ଟ ଭାବରେ ସେ ତା'ର ଅର୍ଥ ସବୁ ପ୍ରତିପାଦନ ହେଉଥିବା ଆମର ପାରାଗ୍ରାଫରେ, ତାଙ୍କର ପଠନୀୟତା କିଛି ଅଛି। ଦେଖବ ଯଦି ଭଲ ସେ ଶବ୍ଦ ତାଙ୍କର ଶବ୍ଦ ଯୋଡ଼ି ଯଦି ଠିକ୍ ସେ ନାଇଁ ଥିବା, ସେଟା ପଠନ ବା ପଢ଼ବାର୍ ସମୟରେ ଟିକେ ଆମକୁ କାଣା ନାଇଁ ଲାଗେ, ଟିକେ କମ୍ଫର୍ଟେବୁଲ୍ ନାଇଁ ଫିଲ୍ ହୁଏ ହେଲା। ତ ପଠନୀୟତା ଏବଂ ସାମଗ୍ରିକ ପ୍ରଭାବକୁ ଉନ୍ନତ କରିବା ପାଇଁ ଏବଂ ତା'ର ପୁରାପୁରି ହୋଲ୍ ପାରାଗ୍ରାଫକେ ଆର୍ କେମିତି କରି ଆମେ ଭଲସେ ଲେଖିପାରମା, ବା ଯଦି ଏକ ପଦରେ ମୁଇଁ ତୁମକୁ କହିବି ବୋଇଲେ କାଣା ସେଣ୍ଟେନ୍ସ ଇମ୍ପ୍ରୁଭମେଣ୍ଟ ବା ପାରାଗ୍ରାଫକେ ଆମେ କେମିତିକରି ଆର୍ ଭଲ ଭାବେ ଲେଖିପାରମା, ଯେନ୍ତାକି ତାର ଶୈଳୀକି ଆମେ ଚେଞ୍ଜ କରମା, ଏହାର ମୂଳ ଅର୍ଥକୁ ସଂରକ୍ଷଣ କରିବା ସହିତ ତ କାଣା ବାକି ତାର ମୂଳ ଅର୍ଥ ଚେଞ୍ଜ ନାଇଁ ହେଉଥିବାର କଥା। ରାମ ଭାତ ଖାଉଛି ମାନେ ସେନେ ଆର୍ ପରିବର୍ତ୍ତନ ନାଇଁ ହେଉଥିବାର କଥା ଯେ ରାମ ଗାଧୋଇବାକୁ ଯାଉଛି ବୋଲିଆ ହେଲା। ତାର ମୂଳ ଅର୍ଥଟା ସେମ୍ ବୁଝଉଥିବା। ତୁମେ ସେ ଗାଧୋଇବାକୁ ଯାଉଛି ହଉ କି ପୋଖରୀରେ ଗାଧୋଇବାକୁ ଯାଉଛି ହଉ, ବାକି ଅଲ୍ଟିମେଟଲି ଗାଧୋଇବାକୁ ଯାଉଛି ଅର୍ଥ ବୁଝାଉଥିବାର କଥା। ଏଥିରେ ବାକ୍ୟ ଗଠନ ପରିବର୍ତ୍ତନ କରିବା, ବାକ୍ୟର ଗଠନଟା ଆମେ ପରିବର୍ତ୍ତନ କରିପାରମା, ବା ଅଧିକ ସଠିକ୍ ଶବ୍ଦାବଳୀ ବ୍ୟବହାର କରିବା, ବା ପ୍ରତିଶବ୍ଦ ଆମେ ବ୍ୟବହାର କରିପାରମା ହେଲା କରିବା। ଏବଂ ପାଠ୍ୟର ପ୍ରଭାବ ଓ ଜଡ଼ିତତାକୁ, ଇଟା ଯେନ୍ଟା କହିଲି ମୁଇଁ ତୁମକୁ, ପାଠ୍ୟର ପ୍ରଭାବ କେମିତିକରି ଆମେ ସେଟା ପଠନୀୟତା କାଣା ହେଉଛି ଏବଂ ତାଙ୍କର ଶବ୍ଦର ଜଡ଼ିତତା କେନ୍ତା ହିସାବରେ ଶବ୍ଦ ଶୈଳୀ, ତାମାନେ ଶବ୍ଦ ସଂଯୋଗ କେନ୍ତା ଅଛି, ଜଡ଼ିତତାକୁ ବୃଦ୍ଧି କରିବା ପାଇଁ, ତାଙ୍କର ଶବ୍ଦ ଜଡ଼ିତତାକୁ କାଣା ଆମେ ଉନ୍ନତ, ବୃଦ୍ଧି ବୋଇଲେ କାଣା ଉନ୍ନତ କରିବା ପାଇଁ ଧାରଣର ଏକ ତାର୍କିକ ପ୍ରଭାବ ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ। ତ ଆମେ ସେ ମୂଳ ଯେନ୍ଟା ପାରାଗ୍ରାଫ ଥିବା ବା ଅରିଜିନାଲ ପାରାଗ୍ରାଫ ସହିତ ସେମ୍ ଅର୍ଥ ବୁଝାଉଥିବା, ବାକି ଆମେ ସେଟାକେ ପରିବର୍ତ୍ତନ କରିକି ଲେଖ୍ମା। ଆମେ ପ୍ରତିଶବ୍ଦ ବ୍ୟବହାର କରିପାରମା କି ହଉ, ଆମେ ତାର ବାକ୍ୟର ଗଠନ ପରିବର୍ତ୍ତନ କରିପାରବା, ବା ବିଭିନ୍ନ ଶବ୍ଦକୁ ଆମେ ଏପଟ ସେପଟ କରିପାରମା। ଆଗ ମନେକର ଭାବିନିଅ, ଆଗ ଗାଧୋଇବାକୁ ରାମ ପୋଖରୀକୁ ଗାଧୋଇବାକୁ ଯାଉଛି, ସେଇ ପୋଖରୀଟା ବହୁତ ସୁନ୍ଦର। ତ ରାମ ଗୋଟିଏ ସୁନ୍ଦର ପୋଖରୀକୁ ଗାଧୋଇବାକୁ ଯାଉଛି କି ମୁଁ ଗୋଟେ ଅତି ସହଜିଆ ଏକ୍ଜାମ୍ପଲ୍ଟେ ମଧ୍ୟ ଦେଇଦେଉଛି ତୁମକୁ, ଗୋଟେ ପାରାଗ୍ରାଫ କେମିତି କରି ତୁମେ ତାହା ରିରାଇଟ୍ କରିବ। ତ ଏ ପାରାଗ୍ରାଫଟା ମୁଁ ତୁମକୁ ଦେଇଦେଉଛି। ଏଇଟା ହେଉଛି ମୂଳ ଅନୁଚ୍ଛେଦ ବା ତୁମକୁ ଯେନ୍ଟା ପଢ଼ିଥିବା, ଦେଖ ତୁମକୁ ଯେନ୍ଟା ଆସିଥିବା ଇଟା ଆସିଥିବା। ତ ଦେଖ ମୁଁ କେମିତିକରି ଲେଖିଛି, ପୁରୁଣା ଘରଟି ଧୂଳିମୟ ଏବଂ ଅନେକ ମାଟିଆ ଜାଳରେ ପରିପୂର୍ଣ୍ଣ ଥିଲା। ଗୋଟେ ଘର ଯେନ୍ଟାକି ଧୂଳିମୟ ଏବଂ ଅନେକ ମାଟିଆ ଜାଳରେ ପରିପୂର୍ଣ୍ଣ ଥିଲା। ଏହା ଅବହେଳିତ ଦେଖାଯାଉଥିଲା। କାନ୍ଥରେ ରଙ୍ଗ ଉଜୁଡ଼ି ଯାଇଥିଲା। ଭିତରେ ଫର୍ଣ୍ଣିଚର ଗୁଡ଼ିକ ଧଳା ଚାଦର ଆଚ୍ଛାଦିତ ଥିଲା ଏବଂ ପବନରୁ ବାସି ଗନ୍ଧ ଆସୁଥିଲା। ତ ବୁଝିପାରିଲ ପାରାଗ୍ରାଫଟା। ଆର୍ ମୁଇଁ ଇଟା ଓଡ଼ିଆ ନୁହେଁ ଯେ ତୁମକୁ ପୁରା ସବୁ ଅର୍ଥ ସହିତ ବୁଝାବି। ଗୋଟେ ଘରଟା ଯେନ୍ଟାକି ଆମର ଧୂଳିମୟ ମାଟିଆ ଜାଳରେ ପରିପୂର୍ଣ୍ଣ ହେଇକରି ଥିଲା, ଅବହେଳିତ ଦେଖାଯାଉଥିଲା ବା ସେଟା ୟୁଜ୍ ନାଇଁ କରାଯାଉଥାଇ ସେଟାକେ ହେଲା। କାନ୍ଥରେ ରଙ୍ଗ ସବୁ ଯାକ ଉଜୁଡ଼ି ଯାଇଥିଲା, ଭିତର ଫର୍ଣ୍ଣିଚର ଯାକ ଧଳା ଚାଦର ସହିତ ଆଚ୍ଛାଦିତ ଥିଲା ଏବଂ କାଣା ଆମର ପବନରୁ ବାସି ଗନ୍ଧ ଆସୁଥିଲା। ତ ଆମେ ପୁନଃଲିଖିତ ଅନୁଚ୍ଛେଦ କେମିତିକରି ଲେଖମା ଏଇଟାକେ ଦେଖ। ଧୂଳିର ଏକ ଘନ ସ୍ତର ଏବଂ ମାଟିଆ ଜାଳରେ ଆଚ୍ଛାଦିତ ପରିତ୍ୟକ୍ତ ଘରଟି ଅବହେଳାକୁ ପ୍ରଦର୍ଶିତ କରୁଥିଲା। ଦେଖ ଏକା ସେଣ୍ଟେନ୍ସ।
ପୁରୁଣା ଘରଟି ଧୂଳିମୟ ଏବଂ ଅନେକ ମାଟିଆ ଜାଳରେ ପରିପୂର୍ଣ୍ଣ ଥିଲା। ଏହା ଅବହେଳିତ ଦେଖାଯାଉଥିଲା। ଯେନ୍ ଘରଟା କି ଅବହେଳିତ ଦେଖାଯାଉଥିଲା ଇନେ କାଣା ପରିତ୍ୟକ୍ତ ଘରଟି ମାନେ ବ୍ୟବହାର ନାଇଁ ହଉଥି ପରିତ୍ୟକ୍ତ ଅବସ୍ଥାରେ ସେ ଘରଟା ପଡ଼ିଥିଲା ବେଲେ ହେନ୍ତିକିରି ପଡ଼ିଥିଲା ସେନ୍କି କାହାର ଆଖି ନାଇଁ ଯାଉଥାଇ ପରିତ୍ୟକ୍ତ ଘରଟି ଅବହେଳିତ ପ୍ରଦର୍ଶିତ କରାଯାଉଥିଲା। ଧୂଳିର ଏକ ଘନ ସ୍ତର ଏକା କଥା ଧୂଳିମଳି ଯେନ୍ଟା କହୁଛୁ ଆମେ ଏବଂ ମାଟିଆ ଜାଳରେ ଆଚ୍ଛାଦିତ ମାଟିଆ ଜାଳରେ ପରିପୂର୍ଣ୍ଣ ଥିଲା ବୋଲେ ଆଚ୍ଛାଦିତ ଥିଲା ଆମେ ଏନେ ଲେଖିଛୁ ହେଲା। ତ ତାପରେ ନେକ୍ସଟ ଏହାର କାନ୍ଥଗୁଡ଼ିକ ରଙ୍ଗ ଖୋଲିବାର ଚିହ୍ନ ଦେଖାଯାଇଥିଲା। ଇନେ କାଣା ଉଜୁଡ଼ି ଯାଉଥିଲା ବେଲେ କାଣା ଛାଡ଼ବା ଇନେ ଠିକ୍ ଆମେ ଏହାର କାନ୍ଥଗୁଡ଼ିକ ରଙ୍ଗ ଖୋଲିବାର ଚିହ୍ନ ଦେଖାଯାଉଥିଲା ଏବଂ ଭିତରେ ଫର୍ଣ୍ଣିଚର ଧଳା ଚାଦର ତଲେ ରୁଚି ରହିଥିଲା। ଫର୍ଣ୍ଣିଚର ଗୁଡ଼ିକ କାଣା ଧଳା ଚାଦର ପୁରାପୁରି ଆମର କାଣା ହେଇଯାଇଥିଲା ଧଳା ଚାଦର ପାଇ ଗୋଟେ ଆଚ୍ଛାଦିତ ଥିଲା ବୋଲି ଏଇଟା ଲୁଚି ରହିଥିଲା ଆମେ ଲେଖିଦେଲା। ଯାହା ଏକ ମଇଳା ବାସ୍ନା ସୃଷ୍ଟି କରୁଥିଲା ଇନେ କାଣା ପବନରୁ ବାସି ଗନ୍ଧ ଆସୁଥିଲା ଜାଗାରେ ଆମେ ଯାହା ଏକ ମଇଳା ବାସ୍ନା ସୃଷ୍ଟି କରୁଥିଲା ବୋଲି ଲେଖିଦେଲି ବୋଇଲେ ଇଟା ଯାହା ଇଟା ତାର ମୂଳ ଅର୍ଥ ପରିବର୍ତ୍ତନ ନାଇଁ ହେଇ। ତ ଏମିତି କରି ତୁମେ ଆମର୍ ଯେନ୍ଟା ପଢ଼ିଛେ ଆମର୍ ପରୀକ୍ଷାରେ 5 ମାର୍କର କାଣା ଅନୁଚ୍ଛେଦ ପୁନଃଲିଖନ ବା ପାରାଗ୍ରାफ ରିରାଇଟିଂ ତାर इम्प्रूवमेंट करी आम लेखमा जेनटा कि 5 मार्क जी जेनता भल हिसाब रे इटा आमर कार ऊपर डिपेंड करूँ जी सुधवा खाता तार ऊपर डिपेंड करूँ तुम जब भल भल वार्ड देकर लिखिपारब ताहले तुमको भल मार्क आएगा है। तो से लगी तार ऊपर टे गुरुत्व देव किसी आर फैन डायरेक्ट उतरे नहीं देव उतरे देल बोले 0 मार्क भी से दे पारे मन पाइला बोले मार्के दे पारे इ तार सहित जो उतरे देव से पुनःलिखन अनुच्छेद मीन्स आम आर पारे ना लिखी दूँ है। तो ताके इम्प्रूवमेंट कर लिखमा तार शब्द किसी संयोग रे परिवर्तन आनमा है। ये थिला तुम्हार सेंटेंस सॉरी आमर पैराग्राफ रीराइटिंग बा अनुच्छेद पुनःलिखन। तो जदि वीडियोटी भल लगला मते कमेंट बॉक्स रे कमेंट करी जणाबो आर जदि भी बुझी नाइ पारला किछि डाउट अच्छे ताहले मते कमेंट बॉक्स रे कमेंट करी जणाबो क्वेश्चन पचरे पारबो। एवं ई जेन आमर प्लेलिस्ट होमगार्ड प्लेलिस्ट मुझे सुवर्णपुर डिस्ट्रिक्ट बहुत गुड़े होमगार्ड रिलेटेड क्वेश्चन देजा आमर सुवर्णपुर डिस्ट्रिक्ट क्वेश्चन देजा ओडिशा जीके देजा एपरिकी आ गुटे आमर साधारण जनरल नॉलेज टाइप साइंस भी इनक्लूड अच्छे सेटा भी देजा तार पूर्वर बोला मुई आर गुटे वीडियो अपलोड करबी एका सुवर्णपुर होमगार्ड रिलेटेड है ओनली जीके 5th स्टैंडर्ड बा 5 श्रेणी बही रे जेनटा कि आमर सोशल साइंस बही रे जेन किछि क्वेश्चन अच्छे मुझे से नहीं करी से पूरा पूरी 5th क्लास बुक रु किछिटा क्वेश्चन मुई नेक्स्ट काली अपलोड कर देबी है। तो ये माने मोर सहित जड़ित रुह आमर यूट्यूब चैनल सहित। तो निश्चित भाव मुई तो ग्यारंटी दे नहीं पाना जी क्वेश्चन पढ़वा बोली कहीं लगी जीकेटा तो जी जानी तार लगी साधा है जी नहीं जानी तार लगी कड़ा है। तो निश्चित भाव में टी भल से सब जाक ओभरलुक कर तुम्हें चेष्टा कर भल से तुम्हार गणा रचनाटा लेख तापर सेंटेंस रीराइटिंग भल से लेख साधारण ज्ञान तो मुझे कहूँ तुम्हें जी पढ़ी जाटा भी पढ़ी पारे आर बहुत पढ़ी भी सेटा ना भी आसीपे साधारण ज्ञान के आम ग्यारंटी दे नहीं पार है। तथापि तुम्हें आमर जेन अपलोड कराई मोर यूट्यूब चैनल प्लेलिस्ट की जाकर देख सोनपुर रिलेटेड सब जीके देखी दी तापर जहाँ सब अपलोड कर तुम्हें सेटा मान देखी तो मोस्ट क्वेश्चन किसी पाइब 40टा क्वेश्चन पढ़वा ना गुटे जुड़े तो नहीं पड़े तो मोस्ट पाइब लखन लगुचे मत है। तो समस्त को ऑल द बेस्ट एग्जाम लगी। थैंक यू फॉर वाचिंग दिस वीडियो।